ଏଇଠି ଚୁଡ଼ା ଚକଟା ରହିଲା ଖାଇଦିଅ। ମୁଁ ସେପଟେ ପାଣି ଆଣିକିନା ଦଉଛି ହେଲା। ଲେମ୍ବୁ ଫେମ୍ବୁ କଣ ଦରକାର? ନାଇଁ ନାଇଁ ମୋର କିଛି ଦରକାର ନାହିଁ ନା। ଆଉ ଏ ଘରେ ରହିହବନି। ଚୁଡ଼ା ଚକଡ଼ା ସବୁବେଳେ ଖୋଇ ଖୋଇକି 4 ଦିନ ହେଲା ମୁଁ ଝାଡା ଯାଇନି ଠିକ ସେ। ସବୁଦିନ ସେଇ ଚୁଡ଼ା କଦଳୀ ଦେଇ ଦଉଛ ଖାଇ ଖାଇ ମୋର ଯାହାର ପୁରା ପେଟ। ଚୁଡ଼ା କଦଳୀ ଖାଇବେ ଯଦି ଖାଅ, ଇଚ୍ଛା ହଉଛି ଖାଅ, ନହେଲେ ଯୁଆଡେ ଯିବା କଥା ଯାଅ। ମୁଁ ବି ଦେଖିବି ତମକୁ କୋଉ ମାଇକି ନା 6 ତିଆଣେ 9 ଭଜା କରିକିନା ଦବ। ହଁ ହଁ ମୁଁ ସବୁ ଏଇ ବ୍ୟାଗରେ ପୁରେଇ ଦେଇକି ମୁଁ ନେଇକି ଯାଉଛି। ଆରେ ବ୍ୟାଗରେ ପୁରେଇଛ କଣ? ତମେ ଯାଇନ କଣ? ତମେ ଯାଅ ନା। ଆଉ କଣ ତମେ ଭାବିଛ କଣ ନା କଣ? ଓହୋ ମୁଁ ଚୁଲି କାଠ ଜାଳରେ ଚୁଲି ଜାଳିବି, ଘଷି ପୁରେଇବି, ଆଖିରେ ମୋର ଲୁହ ବୋହିବ, ଧୂଆଁ ହଉଥିବ, ତମକୁ 9 ତିଆଣେ 6 ଭଜା କରି ଖୁଆଇଦେବି। ଗୁଣବନ୍ତ ସ୍ୱାମୀଟା ତ ନାଇଁ ନାଇଁ ତମର ଚୁଲିରେ ରୋଷେଇ ନା ମୁଁ ସେ କରିନଥାନ୍ତି। ସେ ଗ୍ୟାସ ନ ଆସିଲା ମାନେ ନା ମତେ ରୋଷେଇବାସ କହିବନି। ଚୁଡ଼ା ଇଚ୍ଛା ଇରାନ ଯୁଦ୍ଧ ନ ସରିବା ଯାକେ ଗ୍ୟାସ ମିଳିବନି। ତମେ ସେଠି ଯୁଦ୍ଧ ଯେପର୍ଯ୍ୟନ୍ତ ଯୁଦ୍ଧ ନ ସରିଛି ସେ ଯୁଦ୍ଧ ପର୍ଯ୍ୟନ୍ତ ତମେ ଚୁଡ଼ା କଦଳୀ ଖାଇବାକୁ ଯୁଦ୍ଧ ହଉଛି ଏଠି ବି ଯୁଦ୍ଧ ହଉଛି। ମାନେ ଗ୍ୟାସ ପାଇଁ ସବୁଆଡେ ଯୁଦ୍ଧ। ଇରାନରେ ଯୁଦ୍ଧ, ସେ ଆମେରିକାରେ ଯୁଦ୍ଧ। କଣ ଆଉ କହିବି କହିଲ ଭାଇ? ସେଇ ଗ୍ୟାସ 4 ଦିନ ହେଲା ସରିଛି। 4 ଦିନ ହେଲା ସେ ଚୁଡ଼ା କଦଳୀ କି ଆଉ ଯୋଉ ଅଙ୍ଗନବାଡି ଛତୁଆ ତା ଛଡା ମତେ ଆଉ ସେ କିଛି ଦଉନି। ଭାଇ 5 ଦିନ ହେଲା ମୁଁ ଝାଡା ଯାଇନି। ମଜା ଝାଡା ସେତିକି ବୋଲିକା ତ ଦଉଛି। ଯେମିତି ଅବସ୍ଥା ହେଲାଣି ସେତିକି ବି ଦେବିନି। ଏଇ ତୁ ଆଙ୍କ ଘର କଥାରେ ମୁଣ୍ଡ ପୁରେଇଲେ ଆମ ମୁଣ୍ଡ ଟିଣ ହେଇଯିବ। ତୁ ଆଜି ଯାହା କରିବା କଥା କରୁ। ତମର କୋଉ ମାଇକିରେ ରୋଷେଇ କରି ଦବ ମୁଁ ବି ଆଜି ଦେଖିବି। ହଉ 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 ଆଉ ଆସିବାନି କହୁଛି। ସେ ଚୁଡ଼ା ଯଦି ବତୁରିକି ଆସିବାନି। निकल यहाँ से निकल। ନଖାନ୍ତୁ ଭାସିଗଲା।